ଯିଏ ପ୍ରଥମ ଥର ମୋ କାହାଣୀ ଶୁଣୁଛନ୍ତି ତାଙ୍କୁ କହିଦେବାକୁ ଚାହେଁ ଯେ ମୁଁ ଯାହା ସବୁ କହୁଛି ତାହା 30-35 ବର୍ଷ ପୂର୍ବର କାହାଣୀ, ମାନେ ଆମ ଛୋଟବେଳର କାହାଣୀ। ଆମେ ଯେତେବେଳେ ୟୁପି ସ୍କୁଲରେ ପଢ଼ୁଥିଲୁ ସେତେବେଳର କାହାଣୀ। ଆଜିର କାହାଣୀର ନାଁ ହେଉଛି ସ୍କୁଲରେ ଟମାଟର ତେନ୍ତୁଳି ଚକଟା ଖାଇବା। ଏବେ ଏତେ ଖଟା ଖାଇବାକୁ ଇଚ୍ଛା ହେଉନି, କିନ୍ତୁ ଛୋଟବେଳେ କେମିତି କେଜାଣି ଏତେ ଖଟା ଖାଇ ଦେଉଥିଲୁ। ମାନେ ଖାସ୍ କରି ମୁଁ, ପାଏଲ ବି ଏତେ, ମୁଁ ଏବେ ବଡ଼ ହେଲା ପରେ ମୁଁ ବି ଜାଣିଛି ପାଏଲ ବି ଏତେ ଖଟା ଖାଏନି, କିନ୍ତୁ ସେତେବେଳେ କେମିତି ଏତେ ଖଟା ଖାଉଥିଲୁ ଟମାଟର ତା ସହିତ ତେନ୍ତୁଳି, ମୋତେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆଗରୁ ସେକ୍ସନ୍ ଏ ଆଉ ବି ମିଶିକି ବସୁଥିଲୁ, କିନ୍ତୁ କ୍ଲାସ୍ 4 ହେଲା ବେଳକୁ ବୋଧେ ସେକ୍ସନ୍ ଏ ଆଉ ବି ଅଲଗା ଅଲଗା ହୋଇଗଲେ। ସାଙ୍ଗମାନେ ବି ଆମେ ସବୁ ଅଲଗା ଅଲଗା ହେଇଗଲୁ। ବି ସେକ୍ସନ୍ରେ ମୁଁ, ପାଏଲ ଆଉ ଜୟଶ୍ରୀ ରହିଲୁ। ମିଲି, ସିନୁ ଏମାନେ ସବୁ ଅଲଗା ହେଇଗଲେ। ରିଙ୍କି ବି ଏ ସେକ୍ସନ୍ ଥିଲା। ଆମ ଘର ସ୍କୁଲ ପାଖାପାଖି ଥିବାରୁ ଲଞ୍ଚ ବ୍ରେକ୍ରେ ମୁଁ ଘରକୁ ଖାଇବାକୁ ଯାଉଥିଲି, କିନ୍ତୁ ପାଏଲ ଆଉ ଜୟଶ୍ରୀ ଟିଫିନ୍ ଆଣୁଥିଲେ। ଯେହେତୁ ତାଙ୍କ ଘର ସ୍କୁଲରୁ ଟିକେ ଦୂର ଥିଲା, ସେମାନେ ଟିଫିନ୍ ନେଇକି ଆସୁଥିଲେ। ମୁଁ ଖେଳିବି ବୋଲି ପୁରା ସ୍କୁଲରୁ ଆସିଲା ବେଳକୁ ଦୌଡ଼ି ଆସିବି, କ'ଣ ଦୁଇଟା ଖାଇଦେବି, ଖାଇଦେଇକି ମାନେ ଦୌଡ଼ିବି, ପୁଣି ଦୌଡ଼ିକି ଯାଇକି ଖେଳିବି ପୁରା। ସେଥିପାଇଁ ଦୌଡ଼ି ଯାଇକି ସ୍କୁଲରେ ପହଞ୍ଚିଯିବି। ଘରୁ ଗଲାବେଳୁ କ'ଣ କରିଥିବି ନା, ସାଙ୍ଗରେ ଟମାଟର, ତେନ୍ତୁଳି, ପିଆଜ, ଧନିଆ ପତ୍ର, ଲୁଣ ଏସବୁକୁ ନେଇକି ଯାଇଥିବି। ଆଉ ପାଏଲ ଆଉ ଜୟଶ୍ରୀ ବି ଆଣନ୍ତି ଯେ, ସେମାନେ ବି ଆଣନ୍ତି ଥରେ। ସେମାନେ ସ୍କୁଲକୁ ଆସିଲା ବେଳକୁ ବ୍ୟାଗ୍ରେ ଧରିକି ଆସିଥାନ୍ତି, କିନ୍ତୁ ମୁଁ ଯେତେବେଳେ ଲଞ୍ଚ ବ୍ରେକ୍ରେ ଯାଏ ମୁଁ ସେତିକିବେଳେ ନେଇକି ଆସେ। କିନ୍ତୁ ସେତେବେଳେ ନେଇକି ଯେଉଁ ଆସୁଥିଲି, ଆଉ ତା ସହିତ ମାନେ ଟମାଟର, ପିଆଜ, ଧନିଆ ପତ୍ର ଆଣିବା ସହିତ ମୁଁ ଗୋଟେ ବ୍ଲେଡ଼ ନେଇକି ଆସୁଥିଲି ସେ ଘରୁ। ଆମ ଘରେ ଏସବୁ କେହି ଜାଣନ୍ତିନି। ସେତେବେଳେ ଯଦି କେହି ଜାଣିଥାନ୍ତେ ମୁଁ ବ୍ଲେଡ଼ ନେଇକି ସ୍କୁଲ ଯାଉଛି ବୋଲି, ବାପା ବୋଉ ପିଟିଥାନ୍ତେ କି ନ କରିଥାନ୍ତେ ସେ କଥା ଜାଣିନି, କିନ୍ତୁ ଭାଇ ଦେଇ ଭଲ କି ମୋତେ କୁଟିଥାନ୍ତେ। ଆଉ ମୁଁ ସ୍କୁଲରେ ଯାଇ ପହଞ୍ଚିବା ପୂର୍ବରୁ ପାଏଲ ଆଉ ଜୟଶ୍ରୀ ତାଙ୍କ ଟିଫିନ୍ ଖାଇଦେଇ ସେ ଟିଫିନ୍କୁ ପୁରା ସଫାସୁତୁରା କରି ରଖିଥିବେ। ମୁଁ ପହଞ୍ଚିଲା ପରେ ସବୁ କଟାକଟି ହେବ, ମାନେ ଟମାଟର, ପିଆଜ, ଧନିଆ ପତ୍ର ସେଗୁଡ଼ା କଟାକଟି ହେବ। କଟାକଟି ହେଇକି ପାଏଲ ଆଉ ଜୟଶ୍ରୀ ସେତେବେଳେ ଷ୍ଟିଲ୍ ଟିଫିନ୍ ଆଣୁଥିଲେ। ମୋର ସେ ଟିଫିନ୍ ବି ମନେ ଅଛି, ଓଭାଲର ଟିଫିନ୍। ଦୁଇ ଜଣଙ୍କର ସେମ୍ ଟିଫିନ୍ ଥିଲା, ଓଭାଲର ଟିଫିନ୍ ଷ୍ଟିଲ୍ର। ସେଇ ଟିଫିନ୍ରେ ଟମାଟର, ପିଆଜ କଟା, ଧନିଆ ପତ୍ର, ଆଉ ସେଥିରେ ତେନ୍ତୁଳି ମିଶିବ, ଲୁଣ ମିଶିବ। ଆଉ ତାପରେ କ'ଣ କରିବୁ, ତାକୁ ତିନିଟା ନାହିଁ, ତାଙ୍କର ଦିଟା ଥିଲା ଟିଫିନ୍, ସେଇ ଦୁଇଟା ଟିଫିନ୍ରେ ନେଇକି ବସିବୁ। ସେମାନେ ବି ଖାଇସାରିଥିବେ ନା, ତ ତାକୁ ବସିକି ହାପୁଡ଼ିବୁ ହେଲା। ଏବେ ଭାବିଦେଲା ବେଳକୁ ମୋ ଦାନ୍ତ ଖଟା ହେଇଯାଉଛି। କେମିତି ଏତେ ଖଟା ଖାଉଥିଲୁ ଆମେ କେଜାଣି, ଛୋଟ ଥିଲୁ ସେତେବେଳେ ଖାଇଦେଉଥିଲୁ ଟମାଟର ପ୍ଲସ୍ ତେନ୍ତୁଳି ଯେଉଁ ଖଟା, ପୁଣି ପୁରା ତେନ୍ତୁଳି ତା ଦେହରେ ଚକଟି ଦେବୁ ମେଞ୍ଚେ। ଏବେ ମୁଁ ଭାବିଦେଲା ବେଳକୁ ମୋ ଦାନ୍ତ ଖଟା ହେଇଯାଉଛି। ଏଇ କଥା ମୋର ତ ମନେ ଅଛି। ଏବେ ମଝିରେ ଗୋଟେ ଦିନ ମୁଁ ଜୟଶ୍ରୀକି ବୋଧେ ମେସେଜ୍ କରିଥିଲି କି କ'ଣ, ବୋଲି ତୋର ମନେ ଅଛି ଆମେ ଏମିତି ସବୁ ଖାଉଥିଲୁ? ସେ କହିଲା ହଁ ମୋର ମନେ ଅଛି। ପାଏଲଟା ତ ଆମର ସବୁ ଭୁଲିଯାଏ, ପାଏଲର ମନେ ନଥିବ ହେଲା, କିନ୍ତୁ ମୋର ପୁରା ମନେ ଅଛି। ଆଉ ଆରଥରକୁ ଆଉ ଗୋଟେ କାହାଣୀ କହିବି।